ରାସ୍ତାରେ ଜଣେ ବ୍ୟକ୍ତି ଯମରାଜଙ୍କୁ ଭେଟିଲେ ଏବଂ ସେ ତାଙ୍କୁ ଚିହ୍ନି ପାରିଲେ ନାହିଁ। ଯମରାଜ ସେହି ବ୍ୟକ୍ତିଙ୍କୁ ପିଇବା ପାଇଁ ପାଣି ମାଗିଲେ ଏବଂ ଗୋଟିଏ ମୁହୂର୍ତ୍ତ ନଷ୍ଟ ନ କରି ସେହି ବ୍ୟକ୍ତି ତାଙ୍କୁ ପାଣି ଦେଲେ। ପାଣି ପିଇବା ପରେ ଯମରାଜ ତାଙ୍କୁ କହିଲେ ଯେ ସେ ତାଙ୍କ ଜୀବନ ନେବାକୁ ଆସିଛନ୍ତି, କିନ୍ତୁ ଯେହେତୁ ତୁମେ ମୋର ତୃଷା ମେଣ୍ଟେଇଛ, ମୁଁ ତୁମକୁ ତୁମର ଭାଗ୍ୟ ବଦଳାଇବାର ସୁଯୋଗ ଦେଉଛି। ଏହା କହି ଯମରାଜ ସେହି ବ୍ୟକ୍ତିଙ୍କୁ ଏକ ଡାଏରୀ ଦେଲେ ଏବଂ କହିଲେ ଯେ ତୁମ ପାଖରେ 5 ମିନିଟ୍ ଅଛି। ତୁମେ ଏଥିରେ ଯାହା ଲେଖିବ ତାହା ସତ ହେବ, କିନ୍ତୁ କେବଳ 5 ମିନିଟ୍ ଅଛି ତୁମ ପାଖରେ, ମନେ ରଖ। ସେହି ବ୍ୟକ୍ତି ଜଣକ ତାଙ୍କ ଡାଏରୀ ଖୋଲି ଦେଖିଲେ ଯେ ପ୍ରଥମ ପୃଷ୍ଠାରେ ଲେଖା ଥିଲା ଯେ ତାଙ୍କ ପଡ଼ୋଶୀ ଲଟେରୀ ଜିତି କୋଟିପତି ହେବେ। ସେ ସେଠାରେ ଲେଖିଦେଲେ ଯେ ତାଙ୍କ ପଡ଼ୋଶୀ ଲଟେରୀ ଜିତିବା ଉଚିତ ନୁହେଁ। ପରବର୍ତ୍ତୀ ପୃଷ୍ଠାରେ ଲେଖା ଥିଲା ଯେ ତାଙ୍କର ଜଣେ ବନ୍ଧୁ ନିର୍ବାଚନ ଜିତି ମନ୍ତ୍ରୀ ହେବାକୁ ଯାଉଛନ୍ତି, ତେଣୁ ସେ ସେଠାରେ ଲେଖିଦେଲେ ଯେ ତାଙ୍କ ବନ୍ଧୁ ନିର୍ବାଚନ ହାରିଯିବା ଉଚିତ। ଏହିପରି ସେ ପୃଷ୍ଠାଗୁଡ଼ିକ ଓଲଟାଇ ଚାଲିଲେ। ଶେଷରେ ସେ ନିଜର ପୃଷ୍ଠା ଦେଖିପାରିଲେ। ଯେତେବେଳେ ସେ କିଛି ଲେଖିବା ପାଇଁ ନିଜ କଲମ ଉଠାଇଲେ, ସେତେବେଳକୁ 5 ମିନିଟ୍ ସରିଯାଇଥିଲା। ଆଉ ଯମରାଜ ସେହି ଲୋକଟିର ହାତରୁ ଡାଏରୀଟି ନେଇଗଲେ ଆଉ କହିଲେ, ପୁଅ, ତୁମର 5 ମିନିଟ୍ ସରିଗଲା। ଏବେ କିଛି କରାଯାଇପାରିବ ନାହିଁ। ତୁମେ ତୁମର ସମସ୍ତ ସମୟ ଅନ୍ୟମାନଙ୍କୁ କ୍ଷତି କରିବାରେ ଏବଂ ନିଜ ଜୀବନକୁ ବିପଦରେ ପକାଇବାରେ ବିତେଇଛ। ଶେଷରେ ତୁମର ଶେଷ ନିଶ୍ଚିତ। ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଗଲା, ଏହା ଜାଣିପାରି ଲୋକଟି ବହୁତ ଅନୁତାପ କଲା। ଅନ୍ୟମାନଙ୍କର ଦୋଷ ଏବଂ ଦୁର୍ବଳତା ଖୋଜିବାରେ ଆମେ ନିଜ ସମୟକୁ ନଷ୍ଟ କରୁ। ମନେ ରଖ, ଆମେ ମଧ୍ୟ ଯେକୌଣସି ସମୟରେ ଏହି ପୃଥିବୀ ଛାଡ଼ି ଯାଇପାରୁ। ଯିଏ ଅନ୍ୟମାନଙ୍କର ଭଲ କରେ ସେ ସବୁବେଳେ ଖୁସିରେ ରହେ ଏବଂ ଭଗବାନଙ୍କ ଆଶୀର୍ବାଦ ତା ଉପରେ ସର୍ବଦା ରହିଥାଏ। ସାଙ୍ଗମାନେ ଯଦି ଗପଟି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।